ନମସ୍କାର। ଆଜିର ବ୍ଲଗ୍‌କୁ ଆପଣମାନଙ୍କୁ ସ୍ୱାଗତ। ନୂଆବର୍ଷର ଆରମ୍ଭରେ ପୁରୁଣା ବର୍ଷରେ ଘଟିଥିବା ସବୁ ଜିନିଷ ଯେମିତି ଆଖି ସାମ୍ନାରେ ଫାଷ୍ଟ ଫରୱାର୍ଡ଼ ହେଇଯାଏ। ପୁରୁଣା ବର୍ଷରେ ଘଟିଥିବା ଭଲ ଜିନିଷ ହେଇଯାଏ ସ୍ମୃତି, ଆଉ କିଛି ଘଟିଥିବା ଖରାପ ସମୟ ହେଇଯାଇଥାଏ ଶିକ୍ଷା। କହିଲେ ଦେଖିବା, ଆମେ ଯେତେ ବି ବଡ଼ ହେଇଯାଉ ନା କ'ଣ ପାଇଁ, ହେଲେ ସବୁବେଳେ ମନରେ ଗୋଟେ ନର୍ଭସନେସ୍, ଗୋଟେ ଏନ୍ଜାଇଟି ନିଶ୍ଚିତ ଥାଏ କି ଏଇ ଆଗାମୀ ବର୍ଷ ଆମର କେମିତି କଟିବ। ଏହି ପ୍ରଶ୍ନ ନେଇକି ମୁଁ ପହଞ୍ଚି ଯାଇଥିଲି ମୋ ଆରାଧ୍ୟଙ୍କ ପାଖରେ। ତା ପ୍ରତି ଉତ୍ତରରେ ଯେମିତି ଉତ୍ତର ଆସିଲା, କାହିଁକି ନା ମଣିଷ ମାତ୍ରେ ସବୁବେଳେ ରେଜଲ୍ଟ ସହିତ ବନ୍ଧା କିମ୍ବା ଫଳ ପାଇବା ପାଇଁ ସବୁବେଳେ ବ୍ୟାକୁଳ। ଭଗବତ ଗୀତା ଅନୁସାରେ କର୍ମଣ୍ୟେବାଧିକାରସ୍ତେ ମା ଫଲେଷୁ କଦାଚନ। କୃଷ୍ଣ କହିଛନ୍ତି ନିଜ କର୍ମ, ପ୍ରୟାସ, ଉଦ୍ୟମ ଉପରେ ସବୁବେଳେ ଫୋକସ୍ ରଖିବା ଦରକାର। ଫଳପ୍ରାପ୍ତି କି ସଫଳତା 5ଟା ଫ୍ୟାକ୍ଟର ଉପରେ ଡିପେଣ୍ଡ କରେ। ପ୍ରଥମ ବ୍ୟକ୍ତି, ଦ୍ୱିତୀୟ ସ୍ଥାନ, ଆଉ ତୃତୀୟ ହେଲା ପ୍ରୟାସ। ସବୁ ଫ୍ୟାକ୍ଟର ତା ପୂର୍ବ ଫ୍ୟାକ୍ଟରଠୁ ବଡ଼। ବେଳେବେଳେ ଠିକ୍ ବ୍ୟକ୍ତି, ଠିକ୍ ସ୍ଥାନ ଆଉ ଭଲ ପ୍ରୟାସ କଲା ପରେ ବି ସଫଳତା ମିଳେ ନାହିଁ, କାରଣ ଚତୁର୍ଥ ଫ୍ୟାକ୍ଟର ହେଲା ଭାଗ୍ୟ, ଦ୍ୟାଟ୍ ଇଜ୍ ଡେଷ୍ଟିନି। ହେଲେ ଭାଗ୍ୟଠୁ ବି ଗୋଟେ ବଡ଼ ଫ୍ୟାକ୍ଟର ଅଛି। ଯେବେ ଆମେ ତା ଉପରେ ଧ୍ୟାନ ଦିଅନ୍ତି, ସେବେ ସବୁ ଅଶାନ୍ତି ଶାନ୍ତିରେ ପରିଣତ ହେଇଯାଏ। ଆଉ ସେ ଫ୍ୟାକ୍ଟର ହେଲା ପ୍ରଭୁଙ୍କର କୃପା ଆଉ ଠାକୁରଙ୍କର ଇଚ୍ଛା। ଆଉ ଯେବେ ସେ ଫ୍ୟାକ୍ଟରଟା ଆମ ଫେଭରରେ ଥାଏ, ସେତେବେଳେ ଭାଗ୍ୟ ବି ବଦଳିଯାଏ। ଏଇ ଚିନ୍ତାଧାରାକୁ ନେଇକି ମୁଁ ମୋର ଏଇ ବର୍ଷଟି ଆରମ୍ଭ କରୁଛି। ଆଶା କରୁଛି ଆପଣମାନଙ୍କ ବର୍ଷ ବି ସୁଖମୟ ରହିବ। ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ପ୍ଲିଜ୍ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିତ କରିବେ। ପୁଣି ଦେଖା ହେବା। ରହିଲି। ଜୟ ଜଗନ୍ନାଥ।